ମୁଁ ଆପଣମାନଙ୍କୁ ପରଦିନ ଆପଣମାନେ ଆସିଥିଲେ ଯଦି ପଚାରୁଥିଲେ ମୁଁ କହିଲି ଢୋଲ ଭିତରେ ମୂଷା। ମୁଁ ସେଟା ତୃଣମୂଳ ସ୍ତରରେ କିଏ ବ୍ୟାକଷ୍ଟାବିଂ କିଏ କରିଛି ଢୋଲ ଭିତରେ ମୂଷା ମାନେ ମୁଁ ମୋର ଯେହେତୁ ନିର୍ବାଚନ ମଣ୍ଡଳୀ ପାରାଦୀପରେ ଲଢୁଥିଲି ସେଠି ବହୁତ ଢୋଲ ଭିତରେ ମୂଷା ଥାଇପାରନ୍ତି। ଏଇଟା ବଡ଼ କାରଣ ନୁହଁ। ମୋ କହିବା କଥା ମୁଁ କେଉଁ କାରଣ ନେଇ କହିଲି ଢୋଲ ଭିତରେ ମୂଷା। ମୁଁ କ'ଣ ଦେବାଶିଷ ସାମନ୍ତରାୟଙ୍କୁ କହିଛି ନା ତାଙ୍କୁ କହିଛି କେତେବେଳେ ମୁଁ ବିଶ୍ୱାସ ବି କରନ୍ତୁ ମୁଁ ତା କଥା ଭାବି ହିଁ ନାହିଁ। ମୁଁ ଢୋଲ ଭିତରେ ମୂଷା କହିଥିଲି କିନ୍ତୁ ଆଙ୍କ ଦେହକୁ ଲାଗିଲା କାହିଁ ଆପଣମାନେ ନିଜେ ମିଡ଼ିଆ ବାଲା ଆପଣ ଧରନ୍ତୁ। ମୋ ଏରିଆରେ ତ କେହି ପ୍ରତିବାଦ କରୁନାହାନ୍ତି କେହି କୋଉଠି ଧରନ୍ତି ଆଙ୍କ ଧରେ ଠାଏ ଲାଗିଲା କାହିଁକି। ମୁଁ ଆଶ୍ଚର୍ଯ୍ୟ କଥା ମୁଁ ତ ନିଜେ ଜାଣିନଥିଲି କାଲି ହଠାତ୍ ଏଇ ଆପଣମାନେ ମିଡ଼ିଆରୁ ଖବର ପାଇଲି କ'ଣ ମୁଁ କାଳେ ପ୍ରେସ୍ କନଫରେନ୍ସ ଡାକିଛି ମୁଁ କହିଲି ମୁଁ ତ ଘରେ ଶୋଇଛି ମୁଁ କାହିଁ ଡାକିବି ନା କ'ଣ ଦେବାଶିଷ ସାମନ୍ତରାୟ କହିଲେ କ'ଣ ଆପଣ କହିଲେ ତାଙ୍କ ପରିବାରକୁ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଁ ନାଇଁ ତ ଏମିତି କହିନଥିବି ନା ହଁ ଦେଖନ୍ତୁ ତାପରେ ମୁଁ ଦେଖିଲା ବେଳକୁ ସେ ଗୋଟେ ବାଇଟ୍ ଦେଇଛନ୍ତି। ମୁଁ ଆପଣମାନଙ୍କୁ ପରଦିନ ଆପଣମାନେ ଆସିଥିଲେ ଯଦି ପଚାରୁଥିଲେ ମୁଁ କହିଲି ଢୋଲ ଭିତରେ ମୂଷା। ମୁଁ ସେଟା ତୃଣମୂଳ ସ୍ତରରେ କିଏ ବ୍ୟାକଷ୍ଟାବିଂ କିଏ କରିଛି ଢୋଲ ଭିତରେ ମୂଷା ମାନେ ମୁଁ ମୋର ଯେହେତୁ ନିର୍ବାଚନ ମଣ୍ଡଳୀ ପାରାଦୀପରେ ଲଢୁଥିଲି ସେଠି ବହୁତ ଢୋଲ ଭିତରେ ମୂଷା ଥାଇପାରନ୍ତି। ଯେଉଁମାନେ ମୋର ସହଯୋଗୀ କେଉଁମାନେ କ'ଣ କିଏ କେଉଁଠି ପଛକୁ କରିଥାଇପାରେ ମୁଁ ସେଇ ଦୃଷ୍ଟିରୁ କହିଲି ଢୋଲ ଭିତରେ ମୂଷା। ମୁଁ ତ ବଡ଼ ନେତୃତ୍ୱ କାହାକୁ ଆକ୍ଷେପ କରୁନି କିନ୍ତୁ ସେ ଅଲ୍ ଅଫ୍ ସଡନ୍ ସେ ତାକୁ ନିଜ ଆଡ଼କୁ ନେଇକି ଗୋଟେ ଏତେ ବଡ଼ ବାଇଟ୍ ଦେଇଦେଲେ ତାକୁ ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି ସରିଗଲା। ଆରେ ପ୍ରତ୍ୟାଖ୍ୟାନ କେମିତି କଲେ ମୋତେ ଲୋକ ତେଣୁ ଏଇଟା ବିଲକୁଲ ନୁହଁ। ତାଙ୍କ ଭଳି ଜଣେ ରାଜ୍ୟସଭା ସାଂସଦ ସିଏ ଆ ଭିତରେ ଜବରଦସ୍ତ ପଶିବାର ଗୋଟେ ମାନେ ନାହିଁ। ଏବଂ ମୁଁ ମଧ୍ୟ ସରପ୍ରାଇଜ୍ ହେଇଗଲି ଯେ ଏଭଳି କଥା ସେ କାହିଁ କହୁଛନ୍ତି ହେଲା କଥା। ତାପରେ ଲୋକ ପ୍ରତ୍ୟାଖ୍ୟାନ ଯେଉଁ କଲେ সেটা ଟିକେ আনালিসিস করন্তু প্রত্যাখ্যান কেমিতি কলে 2019 ମୁଁ ପାଖାପାଖି 70,000 ଭୋଟ ପାଇଥିଲି ଏବଂ 2024 ବୋଧେ ପାଖାପାଖି 70,000 ଭୋଟ ମିଳିଲା। ତା ଲୋକ ପ୍ରତ୍ୟାଖ୍ୟାନ କଲେ କୋଉଠି ଯେତିକି ଭୋଟ ତ ପାଇଥିଲି ସେତିକି ଭୋଟ ଅଛି ମୋର ଇଣ୍ଟାକ୍ଟ ଯେତେ ଯାହା ହେଇଯାଉ ପଛେ ସେ 70,000 ଭୋଟ ପାଇଥିଲି ପୁରା 70,000 ଭୋଟ ପାଇଲି ପାଖାପାଖି। ତାହେଲେ ପ୍ରତ୍ୟାଖ୍ୟାନ ଲୋକ କଲେ କେମିତି ସିଏ ମୋତେ ସେ ବିଷୟରେ ବୁଝେଇବେ କେମିତି ଲୋକ ତାଙ୍କ ପରିବାର କଥା କହିଲେ ମାନେ ଦାମୋଦର ସେ ଦାମୋଦର ରାଉତ ପରିବାରକୁ କହିବା ବେଳେ ତମେ କିଏ କ'ଣ ତମର ମୁଁ ବୁଝିପାରୁଛି 74 ବର୍ଷର ଜଣେ ରାଜନୀତି କରି 77 ବର୍ଷର ମନ୍ତ୍ରୀ ଦାମୋଦର ରାଉତକୁ ସାରା ଓଡ଼ିଶା ଜାଣିନି ତାଙ୍କ ପରିବାର ଜାଣିନି। ଦାମୋଦର ରାଉତର ପରିବାର କେବଳ ଲୋକଙ୍କ ସେବା ରାଜନୀତି ଛଡ଼ା ଦ୍ୱିତୀୟ ଜିନିଷ କରିନି। ତାଙ୍କ ପୁଅ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ମାଧ୍ୟମରେ ଗ୍ୟାରେଣ୍ଟି ଦେଇ କହିଦେବି ପାରାଦୀପର ବିଧାୟକ ହିସାବରେ ଯେଉଁ ଥିଲି ମୁଁ କୌଣସି ଗୋଟେ ଦିନ କୌଣସି କମ୍ପାନୀ ଭିତରକୁ ଯାଇଥିବି କିଏ ପ୍ରମାଣ ଦେଇଦେବୁ ଯଦି ମୁଁ ଆପଣଙ୍କ ଆଗରେ ଲଣ୍ଡା ହେଇକି ବୁଲିବି ଚ୍ୟାଲେଞ୍ଜ ଦେଇ କହୁଛି ନା କେଉଁ କମ୍ପାନୀ ପାଖକୁ ଯାଇଛି ନା କେବେ କାହାଠୁ ବଟି ଆଣିଛି ନା କଣ୍ଟ୍ରାକ୍ଟକୁ ଠିକାଦାରୀ କରିଛି କେବଳ ସେଇ ଦାମୋଦର ରାଉତଙ୍କ ଆଦର୍ଶର ଅନୁପ୍ରାଣିତ ସେ ଯାହା ଯାହା କରିଛନ୍ତି ଏବଂ ମାନ୍ୟବର ନେତା ଆମର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶ ତାଙ୍କ କାର୍ଯ୍ୟ କରିବାର ଶୈଳୀ ତାକୁ ଧରିକି ମୁଁ ଯାଇଛି ମୁଁ ଅନେକ କିଛି ଜିନିଷ କରିନି କିନ୍ତୁ ପରିବାରକୁ ଆକ୍ଷେପ ତା ପ୍ରତ୍ୟାଖ୍ୟାନ ଏଇଟା କ'ଣ ସେଇ କଥା କହିଲି ଯେତେବେଳେ 2019ରେ ଯେତେବେଳେ ସମସ୍ତଙ୍କୁ ଟିକେଟ୍ ଦିଆଗଲା ମୋତେ ମଧ୍ୟ ମିଳିଲା ତାକୁ ମଧ୍ୟ ମିଳିଲା ସମସ୍ତଙ୍କୁ ମିଳିଲା ଗୋଡ଼ି ମାଟି ପାଣି ପବନ ପାଖାପାଖି ବୋଧେ 117 ଆମ ଦଳର 117 ଜିତିଥିଲେ। ପାରାଦୀପ କଟକ ବାରବାଟୀ ହେଉଛି ଆମ ଦୁର୍ଗ ଆପଣ ସେଠୁ କାହିଁ ହାରିଲେ ଠିକ୍ ଅଛି ସେତେବେଳେ ସମସ୍ତେ ଜିତିଥିଲେ। ଆଜି ଯେଉଁ ପ୍ରଭାତ ବିଶ୍ୱାଳକୁ ଆପଣ କହୁଛନ୍ତି ତା ପୁଅ ସଭିକ ବିଶ୍ୱାଳ ଅତି ଆପଣଙ୍କ ପୁଅ ବୟସର ପୁଅଠାରୁ ସାନ ହେବ ସେ ସଭିକ ବି ଜିତିଲା। ମୁଁ ସମାଜ କନ୍ଦୁନ ମୋତେ କହିଲା ଠିକ୍ ଅଛି ମୁଁ ମଧ୍ୟ ଜିତିଲି ଅନେକ ଅନାମଧ୍ୟ ଲୋକ ଜିତିଲେ ଯେଉଁମାନେ ଆପଣ ସମାଜ କନ୍ଦୁନ କିନ୍ତୁ ଆପଣ ଏତେ ବଡ଼ ଲୋକ ଆପଣ ହାରିଲେ କାହିଁକି ତାକୁ ଟିକେ ଅନୁଶୀଳନ କରନ୍ତୁ। ତାପରେ 2024 ଆପଣ ତ ଜିଲ୍ଲା ସଭାପତି ହିସାବରେ ଦାୟିତ୍ୱ ଦିଆହେଇଥିଲା ତାହେଲେ ଯିଏ ଆପଣ କ୍ୟାଣ୍ଡିଡେଟ୍କୁ ଦଳୀୟ ପ୍ରାର୍ଥୀକୁ ଜିତିବା ପାଇଁ ତା ଦଳୀୟ ପ୍ରାର୍ଥୀ ତୃତୀୟ ସ୍ଥାନରେ କେମିତି ରହିବ ମୋତେ ବୁଝେଇ ଦିଅନ୍ତୁ। ଯଦି ମୋତେ ମୋ ପରିବାରକୁ ଦାମୋଦର ପରିବାର ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି ଆପଣ ଉଠେଇଲେ ତ କଥା ତାହେଲେ ଆପଣ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠେଇବି। ଆପଣ ଦଳର ଜିଲ୍ଲା ସଭାପତି ଆପଣଙ୍କ ପୂର୍ବତନ ବିଧାୟକ ହେଉଛନ୍ତି କଟକ ବାରବାଟୀର ଆପଣଙ୍କୁ ଦାୟିତ୍ୱ ଦିଆହେଇଥିଲା ଦଳୀୟ ପ୍ରାର୍ଥୀ ଯେତେବେଳେ ଯିଏ ହେଇଛି ତାକୁ ଜିତେଇବା ଦାୟିତ୍ୱ ଆପଣ କାନ୍ଧରେ ସେ ଦାୟିତ୍ୱ ଦିଆହେଇଥିଲା ଦଳ ଦେଇଥିଲା ଆପଣ ଦଳପତି କ'ଣ କଲେ ତୃତୀୟ ସ୍ଥାନରେ ରହିବ ସେଠି କଟକ ବାରବାଟୀ ଆପଣ ଦୁର୍ଗ ଅଣ କଂଗ୍ରେସର ଆପଣ ସମୟରେ ପ୍ରଥମ କଂଗ୍ରେସ ଆସିଲା ସେଠି ଏଥର ବିଜୁ ଜନତା ତ ତୃତୀୟ ସ୍ଥାନରେ ତାହେଲେ କହିଲେ ଏମିତି ବହୁତ କଥା ବାହାରିବ। ମୁଁ ତ ଆପଣଙ୍କୁ କିଛି କହିନି ମୁଁ ମୋର ଆପଣଙ୍କ ଲୋକମାନେ ଯେଉଁ ମତେ ପ୍ରକାର ଅବସ୍ଥା କଲେ ଇଲେକ୍ସନ ସମୟରେ ଓପନଲି ମୋ ବିରୁଦ୍ଧରେ ବାହାରିଲେ ଓପନଲି ମୁଁ ଆପଣଙ୍କୁ ତାଙ୍କୁ ଦେବାଶିଷ ସାମନ୍ତରାୟ ମଧ୍ୟ ଜଣେଇଲି ଫୋନ୍ କରି ମୁଁ ଭାଇ ଆପଣଙ୍କ ଏଇ ଲୋକ ଏହା କରୁଛନ୍ତି ନା ରେ ଆଚ୍ଛା ହଉ ଠିକ୍ ଅଛି ମୁଁ ତାଙ୍କୁ ତାଗିଦା କରୁଛି ନା 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 ମୁଁ ସେ କଥା ପ୍ଲାନ୍ କରୁଛି ତାଙ୍କର ଲୋକମାନେ ଯେଉଁମାନେ ବିରୁଦ୍ଧରେ ଚାଲେ ଇଏ ତାଙ୍କର ତଥାକଥିତ ତାଙ୍କ ପାଖରେ ଯେ ଚାକିରି କରୁଛନ୍ତି ଦେ ଅଲ୍ ଆର୍ ସାଲାରାଇଜ୍ଡ ଦରମା ନେଉଛନ୍ତି ପାଖରେ ଅଛନ୍ତି ମୁଁ କହିଲି ବି ମୁଁ ନ କହିଥାନ୍ତି ମୁଁ ଭାଇଙ୍କୁ କହିଛି ଉପରେ ନେତୃତ୍ୱ ବି କହିଛି କିନ୍ତୁ ତା ସତ୍ତ୍ୱେ ମଧ୍ୟ ଦେବାଶିଷ ସାମନ୍ତରାୟ ତା ଦେହରେ ବିହିତ ପଦକ୍ଷେପ ନେଲେନି ତାକୁ ଖୋଲା ଛୁଟ ଦେଇଦେଲେ ସେ ତାଙ୍କର ଯାହା ଇଚ୍ଛା ତାଙ୍କ କଲେ ବିଜେପି ବାଲା ସାଙ୍ଗରେ ବୁଲି ଯାହା ଯାହା କରିବା କଥା କ୍ଷତି କରିବା କଥା କଲେ ଠିକ୍ ଅଛି ତାଙ୍କ ନିଜ ଲୋକ କିନ୍ତୁ ତା ଦେହରେ ମଧ୍ୟ ମୋ କହିବା କଥା ମୁଁ ତ ଖାଲି ଢୋଲ ଭିତରେ ମୂଷା କହିଥିଲି ତାହେଲେ ନିଜ ଦେହକୁ ନେଲ କାହିଁକି
ମୁଁ ତ କହିଲି ମୂଷା, ମୁଁ କାହିଁ କହିବି? ମୂଷା ତ ମୁଁ ଢୋଲ ଭିତରେ ମୂଷା କହିଥିଲି, କିନ୍ତୁ ଆଙ୍କ ଦେହକୁ ଲାଗିଲା କାହିଁ ଆପଣମାନେ ନିଜ ମିଡ଼ିଆ ବାଲା ଆପଣ ଧରନ୍ତୁ। ମୋ ଏରିଆରେ ତ କେହି ପ୍ରତିବାଦ କରୁନାହାନ୍ତି, କେହି କୋଉଠି ଧରନ୍ତି, ଆଙ୍କ ଧରେ ଠାଏ ଲାଗିଲା କାହିଁକି? ମୁଁ ଜାଣି ଆପଣମାନେ ସେଦିନ ପଚାରୁଥିଲେ ମୂଷା କିଏ, କଳା ମୂଷା, ଧଳା ମୂଷା, କୋଉ ମୂଷା, ମୁଁ ତ କହିଲି ମୁଁ କହିବିନି, ମୁଁ ଏତିକି କହିଲି। ଏ ଛୋଟିଆ ଚୁଚୁନ୍ଦ୍ରାଟେ ହଉ, ଏଇଟା ବଡ଼ କାରଣ ନୁହଁ। ମୋ କହିବା କଥା ମୁଁ କୋଉ କାରଣ ନେଇ କହିଲି ଢୋଲ ଭିତରେ ମୂଷା। ମୁଁ ଦେବାଶିଷ ସାମନ୍ତରାୟଙ୍କୁ କହିଛି ନା ତାଙ୍କୁ କହିଛି କେତେବେଳେ? ମୁଁ ବିଶ୍ୱାସ ବି କରନ୍ତୁ, ମୁଁ ତା କଥା ଭାବି ହିଁ ନାହିଁ। ସେ କ'ଣ ପାଇଁ କହିଲେ ମୁଁ ତା ବି ଜାଣିନି। ବଡ଼ ଭାଇ ସେ ଏଇସବୁ ଜିନିଷ, ଏଇଟା ଅପରିପକ୍ୱତା। ଆଚ୍ଛା ଶୁଣି ଦିଅନ୍ତୁ, ମୁଁ ଯଦି 19 ଯେତିକି ପାଇଲି 24 ସେତିକି ପାଇଲି, ତା ସତ୍ତ୍ୱେ ମୁଁ ହାରିଲି କାହିଁକି? ଏଇଟା ଭଲ ପ୍ରଶ୍ନ। ତା ଉତ୍ତର ହେଲା 2019ର କଂଗ୍ରେସର କ୍ୟାଣ୍ଡିଡେଟ୍ ଯିଏ ଥିଲେ 48,000 ଭୋଟ୍ ପାଇଥିଲେ, କିନ୍ତୁ ଏଥର କଂଗ୍ରେସ ତାର ଦୁର୍ବଳ କ୍ୟାଣ୍ଡିଡେଟ୍ ଦେଲା ଯିଏ 8,000 ଭୋଟ୍ ପାଇଲେ, ତାର 40,000 ଭୋଟ୍ ଗଲା କୁଆଡ଼େ? ଏବଂ ମୋତେ ମୁଁ ତ ବହୁତ ଡେରିରେ ଟିକେଟ୍ ପାଇଲି, ସେ 40,000 ଭୋଟ୍କୁ ମୁଁ ଧରି ରଖି ପାରିଲି ନାହିଁ, ସେଇଟା ଭାସିଗଲା। ଆଉ କ'ଣ? ତେଣୁ ମୋର ସ୍ଥିତି ତ ଏଇଆ। ଆଉ କ'ଣ? କଟକରେ ସେଇଟା ଆପଣ ଚିନ୍ତା କରନ୍ତୁ, କିନ୍ତୁ କଟକରେ ତୃତୀୟ ସେଇଟା ସେ ମୁଁ କହିପାରିବି। କଟକ ଯିଏ ଦାୟିତ୍ୱରେ ଥିଲେ ମୁଁ କେମିତି କହିବି? ମୁଁ ମୋର ନିର୍ବାଚନ ପାରାଦୀପ କଥା କହିପାରିବି। ତେଣୁ ଦାମୋଦର ରାଉତଙ୍କ ପରିବାରକୁ ଲୋକ ପ୍ରତ୍ୟାଖ୍ୟାନ କାହିଁ କରିବେ? ଏ ୱାର୍ଡଟା କହିବାର ଉଚିତ ନୁହଁ। ତାଙ୍କ ପରିବାରକୁ ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି। ମୁଁ ବା ହିସାବ ଦେଇଦେଲି ଆପଣମାନେ ମାଧ୍ୟମରେ। 70,019ରେ 24ରେ ବି 70। ମୋର ଗଲା କୁଆଡ଼େ? ମୋ ତ ଭୋଟର ମୋ ସାଙ୍ଗରେ ଅଛନ୍ତି, କିନ୍ତୁ ଭାସିଆ ଜିନିଷକୁ ମୁଁ ଧରିପାରିଲିନି। ସେ ଭାସି ଭାସି ଆଉ ଗୋଟେ କୂଳରେ ଲାଗିଗଲା। ସିଏ ଯେତେବେଳେ ଭାସି ଭାସି ଆଉ ଗୋଟେ କୂଳରେ ଲାଗିଲା 40,000 ଭୋଟ, ମୁଁ ସେତେବେଳେ ଭାସିଗଲି। ଏତ କଥା। ଆଉ କ'ଣ ଭାବିବାର କ'ଣ ଅଛି? ଆପଣ ଯେତେ ବୁଲେଇ ବଗେଇ ପଚାରୁଛନ୍ତି ସେ ବାବଦରେ ନିଶ୍ଚିତ ଭାବେ ଏତେ ବଡ଼ ବୃହତ୍ ଆଞ୍ଚଳିକ ଦଳ ଯେତେବେଳେ ହେଇଛି, ଆପଣ ଭାବନ୍ତୁ ଗୋଟେ କଥା, ଆମ ମନ କଷ୍ଟ ହେଉନି? ଆମର ପ୍ରିୟ ନେତା, ସାରା ଅଦ୍ୱିତୀୟ ନେତା, ସେ ଯେତେବେଳେ କଣ୍ଟାବାଞ୍ଜିରେ ହାରିଗଲେ, ଆଜିଙ୍କ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ, ତାଙ୍କ ମନକୁ କଷ୍ଟ ହେଉନଥିବ? ଏବଂ ଯେଉଁମାନେ ଆମର ମୁଖ୍ୟ ନେତା, ତାଙ୍କ ମନକୁ କଷ୍ଟ ହେଉନି? ଆମେ ଏ ବାବଦରେ ସବୁମାନେ ସିନିୟର ଲିଡର ପର୍ଯ୍ୟାୟକ୍ରମେ ଆଲୋଚନା ପ୍ରତ୍ୟେକ ଦିନ ଚାଲିଛି। ହାରିବାର କାରଣ ଖୋଜା ହେଉଛି ଏବଂ ଆଉ ଥରେ ପୁଣି ଆଗାମୀ ଇଲେକ୍ସନରେ ପୁଣି ଅଣ୍ଟା ସରିକି ପୁଣି ଆଉ ଥରେ କେମିତି ଫେରିବୁ ସେ ବାବଦରେ ଯୋଜନା ମଧ୍ୟ ଚାଲିଛି। ତେଣୁ ଏସବୁ ଭିତରେ ଏମାନେ ବାହାରକୁ ବାହାର କରି ଏଭଳି କଥାବାର୍ତ୍ତା କରିବା ଦଳର ଭାବମୂର୍ତ୍ତି। ତେଣୁ ମୁଁ ଯାହା କହୁଛି ଏଇଟା ବ୍ୟକ୍ତିଗତ, ଏଇଟା ବିଜୁ ଜନତା ଦଳ। ଆପଣ କହିବେ ଦଳ ଭିତରେ ତୁ ମେମେ, ସେସବୁ ତୁ ମେମେ ନାହିଁ। ସିଏ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି, ମୁଁ ବ୍ୟକ୍ତିଗତ ଉତ୍ତର ଦେଉଛି। ଆଉ ଥରେ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ। ସେଇଟା ଆଜ୍ଞା ଦେଖ, ମୁଁ ତ ଏତେ ବଡ଼ ନେତା ନୁହେଁ, ମୁଁ ତୃଣମୂଳ ସ୍ତରରେ ଅଛି। ତ ନିଶ୍ଚିତ ଭାବରେ ଯେତେବେଳେ ଦଳର ଏତେ ବଡ଼ ଦଳ ଗୋଟେ ଏଭଳିଆ ବିପର୍ଯ୍ୟୟ ହେଇଗଲା, ତୁମ ନେତାମାନେ ଶୀର୍ଷ ନେତୃତ୍ୱମାନେ ତୁହାକୁ ତୁ ଆଲୋଚନା କରୁଛନ୍ତି, କିଛି ଷ୍ଟ୍ରାଟେଜି ନିଶ୍ଚିତ ଭାବରେ ନେବେ। ଆଉ କ'ଣ ଆମେ ଦଳକୁ ଛାଡ଼ିଦେବୁ ଏମିତି? ଯେତେବେଳେ ମାନ୍ୟବର ନେତା ନବୀନ ପଟ୍ଟନାୟକ ଏଠି ଅଛନ୍ତି ଏବଂ ତାଙ୍କୁ ପାଥେୟ କରି ଆମେ ଚାଲିଛୁ, ତେଣୁ ଦଳ ନିଶ୍ଚିତ ଭାବେ ରିଷ୍ଟ୍ରକ୍ଚର କରିବ। ହାରିଗଲେ ଅନେକ ମନ ଭିତରେ କ୍ଷୋଭ ଥାଏ, ଦୁଃଖ ଥାଏ, କଷ୍ଟ ଥାଏ, 5 ବର୍ଷର ନିରାଶା, କେମିତି ଚାଲିବୁ? ତେଣୁ ଏହି ସମୟରେ କିଏ କ'ଣ ମନର କଥା କହିଦେବ, ତାକୁ ଆପଣମାନେ ଧରିକି ଯେ ନେତା ଆପଣ ରାଜ୍ୟସଭାକୁ ପଳେଇଲେ, କାହିଁ କହିବେ ତା ଭିତରେ ଆପଣ କାହିଁ ଆକୁ ତାକୁ ପ୍ରଭାତ ବିଶ୍ୱାଳ ଦ୍ୱିପଦ କହିବା, ମୋତେ କହିବା, ଏସବୁ ଜିନିଷକୁ ଶୋଭା ପାଉଛି? କିଏ କ'ଣ ମନର କଥା କହୁଛନ୍ତି କୁହନ୍ତୁ, କହିଦେଲେ ହାଲକା ହେଇଯିବେ। ଆପଣ ତାକୁ ଧରିକି ଆକୁ ତାକୁ ଆକ୍ଷେପ କରିବାର କୌଣସି ମାନେ ନାହିଁ।